ଜେମା ସେମିତି କାହିଁକି ଏମିତି ଡ୍ରମ ପାର୍ଟି ବାଜାରେ ହନ୍ତି ସେମିତି ହନ୍ତି ସବୁ ତାରି କମା ଆମେ ଗୋଟେ ଖୁସି ଆସି ହେଲା ତମେ ଏମିତି କହୁଛ କହିଲ ଶୁଣ ଆରେ ଖୁସି ହଉଛ ତମେ ମତେ ଏମିତି ନାଚ କଣ କରିବ କହିଲା ଜାଣିଲାଣି? ନା ରାଜାଙ୍କୁ ଚିହ୍ନେଇବ ମୁଁ ଗୋଟେ କୁଣ୍ଡାବତୀ ଖାଉଛି ତମେ ଖାଉନ ତମ ଘୋଡ଼ା ଶାଳରେ ଜମା ଘୋଡ଼ା ନାହାନ୍ତି କି ହାତୀ ନାହାନ୍ତି କଣ କହିଲ? ଖାଲି ମାଇ କୁତି ଗୁରା ଅଛନ୍ତି ସିଏ ପୁଣି କୁଣ୍ଡାବତୀ ଖାଉଛନ୍ତି ୟାକୁ ବାହା ହବ କି ନା ବାହା ହବନି ଏପଟକୁ ଆସ ଆକୁ ଚିହ୍ନ ଏ ମଗ ଧନର ବର ଡାଣ ବଡ଼ଟି ୟାକ ଗୋବର ଏ ୟାକୁ ନୀତି ହୁଏ ବାତ ତର ସଦନି ଏ ୟାକୁ ହୁଏ ବାତ ତର ସଦନି ଜେମା ଏଇରେ ବି କହିଆନି ର ଏତେ ବି କହିଆନି ଇଏ ମଗଧର ରାଜା ରହୁଣୁ ତୁ କାହିଁ ସେମିତି ହଉଛୁ ଦେଖ ପବନ ହଉଛି ଖସି ଯାଉଛି ଇଏ ମଗଧର ରାଜା ୟାଙ୍କ ଡାହାଣ ଗୋଡଟା ଟିକେ ଗୋଦର ମାନେ ଗୋଡ ଗୋଦରା ହେଇଛି ସେଥିରେ ଆଳୁ ଫଳିଛି ତାକୁ ରାଜି ନା ନାଇଁ ତୁ ରାଜା ଭଲ ଦାସୀ ବୋଲ ମୁଁ ଯାଇ ଗୋଡକୁ ମୋଡି ପାରିବିନି କିଛି ହାତରେ ମୋଡିବା ଦରକାର ନାହିଁ ତାଙ୍କୁ କହିବୁ ଗୋଟେ ସଣ୍ଡୁଆସଟେ ଦେଇଦେବେ ତୁ ଖାଲି ଚାପି ଚାପି ଦେବୁ ଚାପି ଚାପି ଦେବୁ ଏଇଟାକୁ ଆଗେ ଛାଡିଦବ କାହିଁକି ନା ଲୋକ ଦେଖିଲେ ଆଗେ ବହୁତ ଶିକ୍ଷା ଅଛି ଜେମା ତା ସାଥିରେ ନ ଚଳେ ତା ମା ଅଛି ତା ଭଉଣୀ ଅଛି ତାଙ୍କ ସାଥିରେ ଚଳିଯିବୁ ୟା ମା ବୁଢୀ ପାକୋଇ କୋଡ଼ିଏ ନଡ଼ିଆ ଦିଏ ଚୋବେଇଲ ଏ ସଙ୍ଗେ ଗରମ ମୁଢ଼ି ମିଶାଇ ସଜନିଲ ଏ ସଙ୍ଗେ ମା ବୁଢୀ ହଉଛି ପାକେଇ ଗୋଟିଏ ଦାନ୍ତ ନାହିଁ 20 କୋଡା ନଡିଆ ଚୋବେଇ ଦଉଛି ଗରମ ମୁଢି ମିଶେଇକି ଧୀରେ ଧୀରେ ଏମିତି ଜଣ ଜଣ ଶୁଣ ପରିଚୟ ଦେଲା ପରେ ଯେତେବେଳେ ରାଜଜେମା ଯାଉଛି ପରିଚୟ ସରିଲା ରାଜଜେମା ଯାଇ ତାଙ୍କର ବସିବେ ତାପରେ ଜଣେ ଜଣେ ଆସିକି କଣ କରିବେ ନା ଧନୁ